ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି। କେଉଁ ହିତାଧିକାରୀମାନେ ସୁଭଦ୍ରା ଟଙ୍କା ପାଇଛନ୍ତି ତ କେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହିଁ। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇଛନ୍ତି ସେମାନେ ବେଶ୍ ଖୁସିରେ ଅଛନ୍ତି ଏବଂ ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଟଙ୍କାଟିଏ ପାଇନାହିଁ ସେମାନେ ବେଶ୍ ଦୁଃଖରେ ଅଛନ୍ତି। ତ ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ କି ମୁଁ ସୁଭଦ୍ରା ଟଙ୍କା କାହିଁକି ପାଇଲିନି? ମୋର କୌଣସି ଭୁଲ ଯୋଗୁଁ ମୁଁ ଏହି ସୁଭଦ୍ରା ଟଙ୍କା ପାଇଲି ନାହିଁ। ତ ଆଜି ମୁଁ ଆପଣମାନଙ୍କୁ କେତୋଟି ଟିପ୍ସ ଦେବି। ସେହି ଟିପ୍ସ ମାନିଲେ ହୁଏତ ଆପଣମାନେ 100% ଗ୍ୟାରେଣ୍ଟିର ସହିତ କହୁଛି ଆପଣମାନେ ହୁଏତ ସୁଭଦ୍ରା ଟଙ୍କା ପାଇପାରିବେ। ବିଶେଷ କରି ମୁଁ ଆଶା କରୁଛି ଯେ ଗରିବ ଲୋକମାନେ ଏହି ସୁଭଦ୍ରା ଟଙ୍କା ପାଇନାହାନ୍ତି। ସେମାନେ ଜାଣିନଥିବେ ଯେ ମୋର କୌଣସି ଭୁଲ ଅଛି ଏବଂ କେଉଁଠାକୁ ଯିବି ଏବଂ କ'ଣ କରିବି, କ'ଣ କରିବାକୁ ପଡ଼ିବ ସେମାନେ ଆଜି ପର୍ଯ୍ୟନ୍ତ ତାଙ୍କୁ କହିଲେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି। ତ ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ହୁଏତ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ସେମାନଙ୍କ ମନରେ ଟିକେ ହେଲେ ବୁଦ୍ଧି ଆସିବ ଏବଂ ସେହି ଟିପ୍ସ ଗୁଡ଼ାକୁ ଆପଣମାନେ ଫଲୋ କଲେ ହୁଏତ 100% ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ଆଜି ମୁଁ ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ କେତୋଟି ଟିପ୍ସ ଦେବି। ସେହି ଟିପ୍ସ ଅନୁସାରେ ଆପଣମାନେ ଫଲୋ କରିବେ ଏବଂ ଆପଣଙ୍କ ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି କି ନାହିଁ ଆପଣମାନଙ୍କୁ ଆଜି ମୁଁ ଲାଇଭ୍ ପ୍ରୁଫ୍ ସହିତ ଆପଣମାନଙ୍କୁ ଦେଖେଇବି। ତ ଆପଣମାନେ ଭିଡ଼ିଓଟି ଦେଖି ଆପଣମାନଙ୍କର ନିଜ ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି କି ନାହିଁ ଆପଣମାନେ ଜାଣିପାରିବେ। ତ ଦେଖନ୍ତୁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ଆପଣମାନଙ୍କର ଆକାଉଣ୍ଟରେ ଡିବିଟି ଲିଙ୍କ କରନ୍ତୁ। ଯଦି ଆପଣମାନେ ଡିବିଟି ଲିଙ୍କ କରିବେନି ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତେଣୁ ଗତ ଜାନୁଆରୀ ମାସରେ 29 ଏବଂ 30 ତାରିଖରେ ବ୍ୟାଙ୍କ ଯିବାକୁ କହିଥିଲେ ଡିବିଟି ଲିଙ୍କ କରିବା ପାଇଁ। ଯେଉଁମାନଙ୍କର ଆଜି ପର୍ଯ୍ୟନ୍ତ ଡିବିଟି ଲିଙ୍କ ହୋଇନାହିଁ ସେମାନଙ୍କୁ 29 ଏବଂ 30 ତାରିଖରେ ବ୍ୟାଙ୍କ ଯିବାକୁ କହିଥିଲେ। ତ କେତୋଟି ହିତାଧିକାରୀ ବ୍ୟାଙ୍କ ଯାଇ ଏହି NPCI ବା ଡିବିଟି ଲିଙ୍କକୁ ନିଜର ଆକାଉଣ୍ଟରେ ଆକ୍ଟିଭେଟ୍ କରିଥିଲେ। ତ ଆଜି ବି ସମୟ ଅଛି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ସେମାନେ ନିଜର ବ୍ୟାଙ୍କକୁ ଯାଇ ବା ଯେଉଁ ବ୍ୟାଙ୍କରେ ଆପଣମାନେ ଖାତା ଖୋଲିଛନ୍ତି ସେହି ବ୍ୟାଙ୍କକୁ ଯାଇ ଆପଣମାନଙ୍କର ଡିବିଟିକୁ ଆକ୍ଟିଭେଟ୍ କରନ୍ତୁ ବା ଏନାବୁଲ୍ କରନ୍ତୁ। ଏହି ଡିବିଟି ଲିଙ୍କ କରିବା ଦ୍ୱାରା ଯେକୌଣସି ସରକାରୀ ଯୋଜନା ଗୁଡ଼ିକ ନିଜର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆସିଥାଏ। ତ ସମସ୍ତେ ନିଜ ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି କି ନାହିଁ ସେମାନେ ଏହି ଭିଡ଼ିଓକୁ ଦେଖି ଆପଣମାନେ ଜାଣିପାରିବେ। ତ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଥିବ ମୋର ଡିବିଟି ଲିଙ୍କ ଅଛି କି ନାହିଁ। ତ ସମସ୍ତେ ନିଜର ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି କି ନାହିଁ ଚେକ୍ କରିନିଅନ୍ତୁ। ଯଦି ହୁଏତ ଆପଣମାନଙ୍କର ଡିବିଟି ଡିଜାବୁଲ୍ ବା ଅଫ୍ ହୋଇଯାଇଥିବ ତ ଆପଣମାନେ ଅତି ସହଜରେ ନିଜ ମୋବାଇଲ ସାହାଯ୍ୟରେ ଆପଣମାନେ ଡିବିଟି ଲିଙ୍କ ଅଛି କି ନାହିଁ ଚେକ୍ କରିପାରିବେ। ତାପରେ ଗୋଟିଏ ହିତାଧିକାରୀ ସୁଭଦ୍ରା ସହାୟତା ପାଇବା ପାଇଁ ଲକ୍ଷ୍ୟ ଏଯାଏଁ ପୁରା ହୋଇନି। EKYC ଓ ଡିବିଟି ଏନାବୁଲ୍ ନ ହେବା କାରଣରୁ 2.5 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିପାରିନି ଟଙ୍କା। ଦେଖନ୍ତୁ, ଏବେ ପର୍ଯ୍ୟନ୍ତ 2.5 ଲକ୍ଷ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନାହାନ୍ତି। କିନ୍ତୁ ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ପୁନର୍ବାର ସୁଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ ଟଙ୍କା ପାଇବାକୁ ହେଲେ ବ୍ୟାଙ୍କକୁ ଆସି ଆକାଉଣ୍ଟ ଠିକ୍ କରିବାକୁ ହେବ। ତାପରେ ସୁଭଦ୍ରା ଯୋଜନାରେ ଏବେ ସୁଦ୍ଧା 98 ଲକ୍ଷ ମହିଳାଙ୍କୁ ସହାୟତା ମିଳିଛି। କିନ୍ତୁ ଏବେ ବି 2.5 ଲକ୍ଷ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତା ପାଇନାହାନ୍ତି। ଯେଉଁମାନଙ୍କୁ ଆଶ୍ୱସ୍ତି ଆଣିଦେଇଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବୟାନ। ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେନି। ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିଲେ ବ୍ୟାଙ୍କ ଓ ବ୍ଲକ ଯିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଦେଖନ୍ତୁ, ସମସ୍ତେ ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ସେମାନେ ବ୍ୟାଙ୍କ ଏବଂ ବ୍ଲକକୁ ଯାଆନ୍ତୁ ଏବଂ ନିଜର
କୌଣସି ଭୁଲ ଅଛି କି ନାହିଁ ନିଜର ଆକାଉଣ୍ଟକୁ ଚେକ୍ କରନ୍ତୁ। ତ ଭିଡ଼ିଓକୁ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ସର୍ବପ୍ରଥମେ ଆମେ ଯେକୌଣସି ଏକ ବ୍ରାଉଜରକୁ ଓପନ୍ କରିବା। ସେହି ବ୍ରାଉଜରରେ ସର୍ଚ୍ଚ ବାର୍ରେ ସର୍ଚ୍ଚ କରିବା NPCI। ତ ଆପଣମାନେ ଏହିପରି ସର୍ଚ୍ଚ ବାର୍ରେ ସର୍ଚ୍ଚ କରନ୍ତୁ। ତାପରେ ଦେଖନ୍ତୁ NPCIର କେତୋଟି ଲିଙ୍କ ଆସିଛି। ତ ଆପଣମାନେ ଏହି ଫାର୍ଷ୍ଟ ଲିଙ୍କରେ କ୍ଲିକ୍ କରନ୍ତୁ। ଦେଖନ୍ତୁ NPCI ଲେଖା ହେଇଛି। ତାପରେ ଆପଣମାନଙ୍କୁ ଏପରି ଏକ ଇଣ୍ଟରଫେସ୍ ଆସିବ। ତ ଦେଖନ୍ତୁ କେତେ ଗୋଟି ଏଠାରେ UPI, IMPS, NACH, APS ସମସ୍ତ ଲିଙ୍କ ଗୁଡ଼ାକ ଆସିଯାଇଛି। ତ ଆପଣମାନେ ଦେଖନ୍ତୁ ଏଠାରେ ପ୍ରଡ଼କ୍ଟ ଲେଖା ହେଇଛି, ତାପରେ କଞ୍ଜ୍ୟୁମର ଲେଖା ହେଇଛି। ଏହି କଞ୍ଜ୍ୟୁମର ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ତାପରେ ଟିକିଏ ତଳକୁ ଦେଖନ୍ତୁ ଲେଖା ହେଇଛି UPI କମ୍ପ୍ଲେନ୍, ଅଦର ପ୍ରଡ଼କ୍ଟ କମ୍ପ୍ଲେନ୍, ATM ଲୋକେଟର, ଚେକ୍ ୟୋର NETC ଫାସ୍ଟାଗ ଷ୍ଟାଟସ୍। ତାପରେ ଟିକେ ତଳକୁ ଦେଖନ୍ତୁ ରାଇଟ୍ ସାଇଡ଼୍ରେ ଭାରତ ଆଧାର ସିଡ଼ିଂ ଏନାବୁଲ୍ ଲେଖା ହେଇଛି। ସେହି ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ତ ଦେଖନ୍ତୁ ଏପରି ଏକ ଇଣ୍ଟରଫେସ୍ ଆସିବ। ଦେଖନ୍ତୁ ଏଠାରେ ସେକ୍ସନ୍ ଏକ୍ସପାୟାର ଇନ୍ ଲେଖା ହେଇଛି। ତ ଆପଣମାନେ ଯଦି 8 ମିନିଟ୍ ଭିତରେ ଏହାକୁ ଆପଣମାନେ ଚେକ୍ କରୁଛନ୍ତି, ତାହେଲେ ଲଗ୍ ଆଉଟ୍ ହେବନି। ଯଦି 8 ମିନିଟ୍ରୁ ଓଭର ହେଇଯିବ, ତାପରେ ଆପଣମାନେ ଆଉ ଥରେ ଏହି ୱେବସାଇଟ୍କୁ ଭିଜିଟ୍ କରିପାରିବେ ବା ଆପଣଙ୍କର ଲଗ୍ ଆଉଟ୍ ଅଟୋମେଟିକ୍ ହୋଇଯିବ। ତ ଦେଖନ୍ତୁ ଲେଫ୍ଟ ସାଇଡ଼୍ରେ ଅଛି ହୋମ୍, ତାପରେ ଅଛି ଆଧାର ସିଡ଼ିଂ ଡିକ୍ରିଜ୍, ତାପରେ ଅଛି ଟିକେ ତଳକୁ ଆକାଉଣ୍ଟ ଡିଟେଲ୍ସ, ତାପରେ ଅଛି ଆଧାର ମ୍ୟାପ୍ ଷ୍ଟାଟସ୍, ତାପରେ ଆଧାର ମ୍ୟାପିଂ ହିଷ୍ଟୋରୀ, ତାପରେ ରିକ୍ୱେଷ୍ଟ ଷ୍ଟାଟସ୍ ଚେକ୍। ତ ଆପଣମାନଙ୍କର ନିଜର ଆକାଉଣ୍ଟରେ DBT ଲିଙ୍କ ଅଛି କି ନାହିଁ କେମିତି ଚେକ୍ କରିପାରିବେ? ତ ଦେଖନ୍ତୁ ଆପଣମାନେ ଏହି ଆଧାର ମ୍ୟାପ୍ ଷ୍ଟାଟସ୍ରେ ଆପଣମାନେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏପରି ଏକ ଇଣ୍ଟରଫେସ୍ ଆସିବ। ଆଧାର ମ୍ୟାପ୍ ଷ୍ଟାଟସ୍ ଲେଖା ହେଇଛି, ତାପରେ ଏଣ୍ଟର ୟୋର ଆଧାର ଲେଖା ହେଇଛି, ତାପରେ ତଳକୁ କ୍ୟାପ୍ଚା ଅଛି। ଆପଣମାନେ ଏହି କ୍ୟାପ୍ଚାକୁ ମଧ୍ୟ ଫିଲ୍ଅପ୍ କରିବେ। ତାପରେ ଅଛି ଚେକ୍ ଷ୍ଟାଟସ୍, ତାପରେ ଅଛି ରିଜେକ୍ଟ। ଯଦି ଆପଣମାନେ ରିଜେକ୍ଟରେ କ୍ଲିକ୍ କରିବେ ତାହେଲେ ପଛ ପେଜକୁ ଆସିବେ। ଯଦି ଚେକ୍ ଷ୍ଟାଟସ୍ ଉପରେ କ୍ଲିକ୍ କରିବେ ତାହେଲେ ଆଗକୁ ଯାଇପାରିବେ। ତ ଆପଣମାନଙ୍କର ଆଧାର ନମ୍ବରକୁ ଏଠାରେ ପ୍ରବେଶ କରନ୍ତୁ, ତାପରେ କ୍ୟାପ୍ଚା କୋଡ଼କୁ ଦିଅନ୍ତୁ, ତାପରେ ଆପଣମାନେ ଚେକ୍ ଷ୍ଟାଟସ୍ ଉପରେ କ୍ଲିକ୍ କରନ୍ତୁ। ତ ମୁଁ ମୋର ଆଧାର ନମ୍ବରକୁ ଏଠାରେ ଏଣ୍ଟ୍ରି କରୁଛି। ଦେଖନ୍ତୁ ମୁଁ ବ୍ଲୁର୍ କରିଦେଉଛି ସିକ୍ୟୁରିଟି ପର୍ପୋଜ ପାଇଁ। ତାପରେ ଦେଖନ୍ତୁ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ OTP ଆସିବ। ଦେଖନ୍ତୁ ଯେଉଁମାନେ ଏହି ନିଜର ଆକାଉଣ୍ଟରେ DBT ଲିଙ୍କ ଅଛି କି ନାହିଁ ଚେକ୍ କରୁଛନ୍ତି, ସେମାନଙ୍କର ଆଧାରରେ ମୋବାଇଲ ନମ୍ବର ରେଜିଷ୍ଟର ଥିବା ଆବଶ୍ୟକ। ଯଦି ଆପଣମାନଙ୍କର ମୋବାଇଲ ନମ୍ବର ରେଜିଷ୍ଟର ନାହିଁ ତାହେଲେ ଆପଣମାନେ ଚେକ୍ କରିପାରିବେ ନାହିଁ। ତ OTPକୁ ଏଣ୍ଟର କଲା ପରେ ଆପଣମାନେ କନଫର୍ମ ଉପରେ କ୍ଲିକ୍ କରିବେ। ତାପରେ ଆପଣମାନଙ୍କର ସବୁ କିଛି ଡିଟେଲ୍ସ ଏଠାରେ ଆସିଯାଇଛି। ତ ଦେଖନ୍ତୁ ପ୍ରଥମେ ଅଛି ଆଧାର ନମ୍ବର, ଲାଷ୍ଟ 4 ଡିଜିଟ୍ ନମ୍ବରକୁ ଆପଣମାନେ ଦେଖିପାରିବେ। ତାପରେ
ଅଛି ମ୍ୟାପିଂ ଷ୍ଟାଟସ୍। ତ ଦେଖନ୍ତୁ ଏଠାରେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଲା ଆପଣମାନଙ୍କର DBT ଲିଙ୍କ୍ ଅଛି କି ନାହିଁ। ତ ଦେଖନ୍ତୁ ଆପଣମାନେ ଯଦି ଏନାବୁଲ୍ ଫର୍ DBT ଅଛି ତାହେଲେ ଯାଇ ଜାଣିପାରିବେ ଯେ ଆପଣମାନଙ୍କର ଆକାଉଣ୍ଟରେ DBT ଲିଙ୍କ୍ ଅଛି। ଯଦି ଆପଣମାନଙ୍କର ଏଠାରେ ଡିଜାବୁଲ୍ ଫର୍ DBT ଲେଖା ହୋଇଛି ତାହେଲେ ଆପଣମାନେ ଜାଣିବେ ଯେ ମୋର DBT ଲିଙ୍କ୍ ହୋଇନାହିଁ। ତାପରେ ଅଛି ବ୍ୟାଙ୍କ ନେମ୍। ଯେଉଁ ବ୍ୟାଙ୍କରେ ଆପଣମାନେ ଖାତା ଖୋଲିଥିବେ ସେହି ବ୍ୟାଙ୍କର ନାମ ଆସିଯିବ। ତାପରେ ଲାଷ୍ଟ ଅପଡେଟ୍ କେତେ ତାରିଖ ହୋଇଥିଲା। ତ ଦେଖନ୍ତୁ ଏଠାରେ ସବୁକିଛି ଡିଟେଲ୍ସ ଆସିଯାଇଛି। ତ ଆପଣମାନେ ଏହିପରି ଭାବରେ DBT ଲିଙ୍କ୍ ଅଛି କି ନାହିଁ ନିଜର ଆକାଉଣ୍ଟରେ ନିଜର ମୋବାଇଲ ସାହାଯ୍ୟରେ ଆପଣମାନେ ଜାଣିପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ ହୋଇଥିବ। ଯଦି ଆପଣମାନଙ୍କ ମନରେ କୌଣସି ବି ପ୍ରୋବ୍ଲେମ୍ ଅଛି ବା କିଛି ବି ଡାଉଟ୍ ଅଛି ତାହେଲେ ଆପଣମାନେ ଟେଲିଗ୍ରାମରେ ଜଏନ୍ ହୋଇଯାଆନ୍ତୁ ଏବଂ ସେଇଠି ଯାଇକି ମେସେଜ୍ କରନ୍ତୁ। ମୁଁ 100% ରିପ୍ଲାଏ ଦେବି। ତ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।